ଆମେ ଏଠି ସାମାଜିକ ସମ୍ମିଳନୀ ଡାକିଛୁ ଯେ କି ଭଦ୍ରକ ବ୍ଲକ ବର୍ତ୍ତମାନ 36 ପଞ୍ଚାୟତ ହେଲାଣି। ଆଗାମୀ ଦିନରେ ଯେଉଁ ସରକାର ଯେଉଁ ଯୋଜନା ରଖୁଛନ୍ତି କି ପଞ୍ଚାୟତ ସଂଖ୍ୟା ବି ବୃଦ୍ଧି ହେବ, ପଞ୍ଚାୟତ ସମିତି ବି ନୂଆ ମାନେ ଗଠନ କରାଯିବ। ତ ଭଦ୍ରକର ବର୍ତ୍ତମାନ 36 ପଞ୍ଚାୟତ ପାଖାପାଖି ଗୋପାଳବିନ୍ଦା କେଦାରପୁରର ଅନ୍ୟାନ୍ୟ ପଞ୍ଚାୟତ ବି ଅଛି। ପପୁଲେସନ୍ 7,000 କ୍ରସ୍ କରିଗଲାଣି। ଗୋଟେ ଗୋଟେ ପଞ୍ଚାୟତ ଗୁଜଟା ଭଳିଆ ପଞ୍ଚାୟତ 10,000 ହେଲାଣି। ଆଗାମୀ ଦିନରେ ମୁଁ ଭାବୁଛି ଭଦ୍ରକ ବ୍ଲକ ବି 50 ସଂଖ୍ୟା ବୋଧେ ଧରିଯିବ। ନିଶ୍ଚିତ ଭଦ୍ରକ ବ୍ଲକର ଯେତେବେଳେ ପୁନର୍ଗଠନ ହେବ, ସେଥିପାଇଁ ସାବ୍ରଙ୍ଗ ଏକ ପଞ୍ଚାୟତ ସମିତି ଗଠନ ପାଇଁ ପ୍ରଥମ ଦାବିଦାର। ସେହି ଉଦ୍ଦେଶ୍ୟରେ ଆମେ ଆମର ଯେଉଁ ସାବ୍ରଙ୍ଗ ଅଞ୍ଚଳ କହିଲେ ସାବ୍ରଙ୍ଗ ଥାନା ତା ଆଖପାଖ ପଞ୍ଚାୟତ ଏପଟର ଅଣ୍ଡରେଇ ସେପଟର ତିହିଡ଼ି ବ୍ଲକରୁ ନୂଆନନ୍ଦ ପଞ୍ଚାୟତକୁ ନେଇକି ଆମେ ଆଜି ଏକ ସାମ୍ବାଦିକ ସମ୍ମିଳନୀ କରୁଛୁ। ତା ସହିତ ନିଜ ଭିତରେ ବୈଠକ ବି କରିଛୁ। ସମସ୍ତଙ୍କର ଏକମତ ଏକ ସ୍ୱର ଆସିଛି। ସେମାନେ ତନ ମନ ଧନ ଦେଇ ସାବ୍ରଙ୍ଗ ଅଞ୍ଚଳକୁ ସାବ୍ରଙ୍ଗକୁ ଗୋଟେ ପଞ୍ଚାୟତ ସମିତି କଲେ ଏଠିକାର ଜନସାଧାରଣଙ୍କର ଉପକାର ନିଶ୍ଚିତରେ ଆସିବ। ଏଥିପ୍ରତି ସରକାର ଧ୍ୟାନ ଦେବା ପାଇଁ ଆମର ସମସ୍ତଙ୍କର ନିବେଦନ ରହିଛି। ତେଣୁ ଆମେ ଏହି ସାମ୍ବାଦିକ ସମ୍ମିଳନୀ ଡାକିଛୁ। ବର୍ତ୍ତମାନ ସାବ୍ରଙ୍ଗ ପ୍ରସ୍ତାବିତ ଯେଉଁ ପଞ୍ଚାୟତ ସମିତି ବିଷୟରେ ସାବ୍ରଙ୍ଗର ଯୁବ ନେତା ରଞ୍ଜନ କୁମାର ବଳଙ୍କ ଦ୍ୱାରା ସାବ୍ରଙ୍ଗ ଥାନା ଅଞ୍ଚଳର ସମସ୍ତ ପଞ୍ଚାୟତର ସରପଞ୍ଚ, ସମିତି ସଭ୍ୟ, ପୂର୍ବତନ ସରପଞ୍ଚ, ପୂର୍ବତନ ସମିତି ସଭ୍ୟ ଓ ବିଭିନ୍ନ ରାଜନୈତିକ ଦଳର ସବୁ ନେତୃମଣ୍ଡଳକୁ ଆଜି ଏଠି ଏକତ୍ରିତ କରିଛନ୍ତି ଏବଂ ସମସ୍ତେ ସେମାନଙ୍କର ମତାମତ ମଧ୍ୟ ଦେଇସାରିଲେଣି। ଯଦି ଭଦ୍ରକ ଜିଲ୍ଲାରେ ନୂତନ ପଞ୍ଚାୟତ ସମିତି ଗଠନ କରିବା ଦିଗରେ ସରକାର ମହୋଦୟ ଚେଷ୍ଟା କରୁଥାନ୍ତି ପ୍ରଶାସନର ସୁବିଧା ଦୃଷ୍ଟିକୋଣରୁ, ତାହେଲେ ସାବ୍ରଙ୍ଗ ସେଥିପାଇଁ ଅଗ୍ରାଧିକାର ପାଇବା ପାଇଁ ହକଦାର। କାରଣ ଏଠାରେ ଥାନା ଅଛି, ଡାକ୍ତରଖାନା ଅଛି, ବ୍ରିଟିଶ ଗଭର୍ଣ୍ଣମେଣ୍ଟ ପିରିୟଡ଼ରୁ ଏଠି ଡାକବଙ୍ଗଳା ଅଛି ଏବଂ ବାସୁଦେବପୁର ନିର୍ବାଚନ ମଣ୍ଡଳୀ, ଭଦ୍ରକ ନିର୍ବାଚନ ମଣ୍ଡଳୀ, ଏପଟେ ତିହିଡ଼ି ପଞ୍ଚାୟତ ସମିତି, ଏପଟରେ ଶିମୁଳିଆ ପଞ୍ଚାୟତ ସମିତି ଏହାର କେନ୍ଦ୍ରସ୍ଥଳ ଏବଂ ବର୍ତ୍ତମାନ ଯେଉଁ 10ଟି 11ଟି ଗ୍ରାମ ପଞ୍ଚାୟତକୁ ନେଇକି ଏକୁ କରିବା ପାଇଁ ଚିନ୍ତା କରାହେଉଛି। ଏଥିପାଇଁ ସମସ୍ତ ପ୍ରକାର ଯୋଗାଯୋଗ ରାସ୍ତାଘାଟ ମଧ୍ୟ ସୁବିଧା ଅଛି। ଏଣୁ ଏହିସବୁ ଦୃଷ୍ଟିକୋଣରୁ ସାବ୍ରଙ୍ଗକୁ ବର୍ତ୍ତମାନ ପଞ୍ଚାୟତ ସମିତି କରିବା ପାଇଁ ସରକାର ମହୋଦୟଙ୍କ ପାଖରେ ଆଜି ଆମେ ଦାବି କରୁଛୁ।